ମୁଁ ଗୁଡୁ ଆପଣଙ୍କ କ୍ଷେତ୍ର କଥା ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଆଜି ଆମେ ଜାଣିବା ମୁଗ ଚାଷ ପାଇଁ କେଉଁ ସମୟ ଉପକୂଳ ଓ କ'ଣ ପଦକ୍ଷେପ ନେଇ ଆପଣ ଭଲ ଭାବରେ ମୁଗକୁ ଅମଳ କରିପାରିବେ ତା ବିଷୟରେ ଆଜି ଆମେ ଜାଣିବା। ଦେଖନ୍ତୁ, ଆମେ ମୁଗ ଫସଲ କରିବା ପାଇଁ ମୁଖ୍ୟତଃ ସମୟ ଆମ ଲୋକାଲ ଲୋକଙ୍କ କଥା ଅନୁସାରେ ଯେ ଆମେ ନଭେମ୍ବର 15 ସୁଦ୍ଧା କିମ୍ବା ଡିସେମ୍ବର 3 ସପ୍ତାହ ଭିତରେ କି ଡିସେମ୍ବର ମାସ ସୁଦ୍ଧା ଆପଣ ମୁଗ ବୁଣି ଦେବାଟା ଭଲ, କାହିଁକିନା ତା ପରବର୍ତ୍ତୀ ସମୟରେ ଆଉ ବୁଣିଲେ ସେତେଟା ଅମଳ ଆସିନଥାଏ। ସେଥିପାଇଁ ଆପଣ ନଭେମ୍ବରରୁ ଡିସେମ୍ବର ଭିତରେ ଆପଣ ମୁଗ ବୁଣିବାକୁ ଚେଷ୍ଟା କରନ୍ତୁ। ନଭେମ୍ବର ସେକେଣ୍ଡ ସପ୍ତାହ ପରେ ଆଉ ଡିସେମ୍ବର ଲାଷ୍ଟ 2 ସପ୍ତାହ ଛାଡ଼ି ଦେଇ ଆପଣ 3 ସପ୍ତାହ ପରେ ମଧ୍ୟ ଭିତରେ ଆପଣ ବୁଣିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କର ପାଗ ହୋଇଯାଇଛି ତେବେ ଦେଖନ୍ତୁ, ଏବେ ମୁଁ ଦେଖାଉଛି ପାଗ କେମିତି ଆପଣ ଚିହ୍ନିବେ। ଦେଖନ୍ତୁ, ଆପଣଙ୍କ ଜମି ମାନେ ମୁଗ ଚାଷ ପାଇଁ ଅନୁକୂଳ ହୋଇପାରିଛି କି ନାହିଁ ହେଇନାହିଁ ତା ବିଷୟରେ ଆପଣ ଜାଣିବା ପାଇଁ ଆପଣଙ୍କ ଜମିକି ଯାଆନ୍ତୁ। ଜମିକି ତ ଯିବାକୁ ପଡ଼ିବ ଯେମିତି ହେଲେ, କାହିଁକିନା ଆପଣ ଚାଷୀ ମାନେ ନିଶ୍ଚୟ ଆପଣ ଜମିକି ସବୁବେଳେ ଯିବାକୁ ପଡ଼ିବ। କାହିଁକିନା ଯଦି ଆପଣ ଖାଲି ଯାଇକି ମୁଗ ବୁଣି ଦେଇକି ଆସୁଛନ୍ତି ତାପରେ ଉପଡ଼ିଲା ବେଳକୁ ଯିବେ, କେବେ ହେଲେ ଭଲ ଫସଲ ହେବ ନାହିଁ। ଆପଣ ସବୁବେଳେ ଯାଇ ଟିକେ ଦେଖିବେ କ'ଣ କେମିତି ହେଉଛି, ଦେଖିବେ ଜମିକି, ବୁଲିବେ ଜମି ଚାରିପଟ, ଜମିର ଯତ୍ନ ନେବେ। ଆଉ ବିଭିନ୍ନ ପ୍ରକାର ସାର ଅନୁସାର କିମ୍ବା କ'ଣ ରୋଗ ଲାଗିଛି ତା ବିଷୟରେ ଜାଣିବେ। ତାପରେ ତାକୁ ହରମୋନ୍ କ'ଣ ଦେବା କଥା ଦେବେ, ନଦେଲେ କିଛି ହେବ ନାହିଁ। ଆପଣ ଯିବେ ସବୁବେଳେ, ତାପରେ ଯାଇସାରି ଆପଣ ଜମିରେ ସବୁବେଳେ ବୁଲିବାକୁ ଚେଷ୍ଟା କରନ୍ତୁ ଟିକେ ଯେହେତୁ ଆମେ ଯେହେତୁ ଚାଷୀ, ନିଶ୍ଚୟ ଆମେ ଜମିକି ଯାଇ ଦେଖିବା ସବୁବେଳେ। ଆଉ ଦେଖି କ'ଣ କେମିତି ହେଉଛି, ରୋଗ ଲାଗୁଛି କି କ'ଣ ଭଲରେ ହେଉଛି କି ଗଛ କେମିତି ଉଠୁନାହିଁ କି ବଢ଼ୁନାହିଁ କି ପାଣି କେତେବେଳେ ଦେବା ତା ବିଷୟରେ ଆପଣ ଯାଇ ଦେଖନ୍ତୁ ଜମିରେ। ପାଣି ତ ମୁଗ ଫସଲରେ 2 ଥର ଯଦି ପାଣି ମଡ଼େଇବା ତାହେଲେ ଭଲ, ଅତ୍ୟନ୍ତ ଭଲ, କାହିଁକିନା ମୁଗ ଫସଲରେ ଭଲ ଅମଳ ଆସିଥାଏ। ଆପଣ ପାଣି ଗୋଟେ ଥର ଗଛ ଯେତେବେଳେ 3-4 ସପ୍ତାହ ହୋଇଯାଏ ସେଇ ଟାଇମ୍ରେ ଆପଣ ଗୋଟେ ଥର ପାଣି ମଡ଼େଇ ଦେବେ। ତାପରେ ଯେତେବେଳେ ଫୁଲ ଆସିଥାଏ ସେଇ ଟାଇମ୍ରେ ଆଉ ଗୋଟେ ପାଣି ମଡ଼େଇ ଦେଲେ ବହୁତ ଭଲ ସେଥିରେ ଫୁଲ ଆସିଥାଏ। ଆପଣ ଚେଷ୍ଟା କରନ୍ତୁ ପାଣି ଦେବା ପାଇଁ। ଆଉ ଆମର କିନ୍ତୁ ଆମ ଏରିଆରେ ସେତେଟା ପାଣି ଦିଅନ୍ତିନି କି ସେତେ ବି ଆମ ଏରିଆରେ ବହୁତ ଭଲ ରେଜଲ୍ଟ ମଧ୍ୟ ମିଳିନଥାଏ। କିନ୍ତୁ ଆପଣ ଯଦି ପାଣି ମଡ଼ଉଛନ୍ତି ତାହେଲେ ବହୁତ ବଢ଼ିଆ ରେଜଲ୍ଟ ମିଳିବ। ଆପଣ ମୁଗ ଚାଷ କରିବା ପାଇଁ ପ୍ରଥମେ 35 କେଜି DAP ଓ 15 କେଜି ପଟାସ ଦେବାକୁ ଚେଷ୍ଟା କରନ୍ତୁ। ଆପଣ ନ ଦେଇ ମଧ୍ୟ କରିପାରିବେ, କିନ୍ତୁ ଦେଲେ ବହୁତ ଭଲ ଅମଳ ଆସିଥାଏ। ସେଥିପାଇଁ ଆପଣ 35 କେଜି DAP ଆଉ 15 କେଜି ପଟାସ ଦିଅନ୍ତୁ। ତା ସହିତ ଯଦି ଆପଣଙ୍କ ଏରିଆରେ ଯଦି ଗୋବର ଖତ ମିଳୁଛି ତାହେଲେ ଆପଣ 2 ଟନ୍ ପାଖାପାଖି 2 ଟନ୍ କି 3 ଟନ୍ ଗୋବର ଖତ ଦେଇ ଦିଅନ୍ତୁ। ଏହା କୁଆଡ଼େ ଯାଉନାହିଁ। ଆପଣଙ୍କ ମୁଗ ଚାଷ ସରିଲା ପରେ ଆପଣ ଧାନ ଚାଷକୁ ମଧ୍ୟ ଏହା ସାର ମିଳିବ। ଆପଣ ଚେଷ୍ଟା କରନ୍ତୁ ଯେତେ ପାରୁଛନ୍ତି ଗୋବର ଖତ ଦିଅନ୍ତୁ। ଆପଣ ରାସାୟନିକ ସାର ଦିଅନ୍ତୁ ବା ନ ଦିଅନ୍ତୁ, ଆପଣ ଯଦି ଗୋବର ଖତ ଦେଉଛନ୍ତି ତାହେଲେ ବହୁତ ବଢ଼ିଆ ରେଜଲ୍ଟ ମିଳିଥାଏ। ଗୋବର ଖତକୁ ଛାଡ଼ିଦେଲା ପରେ ମଧ୍ୟ ଆପଣ ଯଦି ଜୀବାମୃତ କରିକି ଦେଇପାରୁଛନ୍ତି ସେ ବି ବହୁତ ବଢ଼ିଆ ଆପଣଙ୍କୁ ଇଫେକ୍ଟ ଦେଖାଇବ। ଆପଣ ଚେଷ୍ଟା କରନ୍ତୁ ଜୀବାମୃତ ମଧ୍ୟ ଆପଣଙ୍କ ଫସଲରେ ଦେବା ପାଇଁ। କିଛି ନାହିଁ। ଆଉ ଜୀବାମୃତ ପ୍ରଣାଳୀ ମଧ୍ୟ ବହୁତ ସହଜ। ଆପଣ ଚାହିଁଲେ ତାକୁ ବି ମଧ୍ୟ ଘରେ ତିଆରି କରି ଆପଣ ଦେଇପାରିବେ। ତାକୁ ମଧ୍ୟ କେମିତି ତିଆରି କରାଯାଏ ଆମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ପରବର୍ତ୍ତୀ ସମୟରେ ଭିଡ଼ିଓ ମିଳିଯିବ। ଆପଣ ଆମ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ, ଏମିତି ନୂଆ ନୂଆ ଭିଡ଼ିଓ ଆପଣଙ୍କୁ ମଧ୍ୟ ମିଳିବ। ତାପରେ ଆପଣ ମୁଗ ଚାଷ କରିଦେବେ। ଦେଖନ୍ତୁ ପାଗ ହୋଇଗଲା, ଫାଟିଥିବ ଦେଖିବେ ମୁଗ ଜମି ଆମର ଫାଟ ଯେତେବେଳେ ଦେଖିବେ ଗୋଟେ ଫାଟ ପଡ଼ିଥିବ ଆଉ ଉପର ଭାଗଟି ତାର ଧଳା ପଡ଼ିବାକୁ ଯାଉଥିବ। ଗୋଟିଏ ବୁଦା ପଡ଼ିକି ମଧ୍ୟ ଦେଖିବେ ଯେତେବେଳେ ଧଳା ପଡ଼ିଯାଇଥିବ ଟିକେ ଫାଟ ପଡ଼ିଥିବ ଆଉ ହାତକୁ ନରମ ନିକା ଲାଗୁନଥିବ, ଫାଟିକି ପୁରା ଶୁଖି ଯାଇଥିବ ଉପର ଭାଗ। ସେହି ସମୟରେ ଆପଣ ଜାଣିବେ ଯେ ଆପଣଙ୍କ ଜମି ମୁଗ ବୁଣିବା ପାଇଁ ସମୟ ହୋଇଗଲାଣି। ସେତେବେଳେ ଆପଣ ଏକରକୁ ପ୍ରାୟ ଯଦି ମୁଗ କିଣିକି ଆଣୁଛନ୍ତି ତାହେଲେ 8ରୁ 10 କେଜି, ଆଉ ଯଦି ଘରେ ଆପଣଙ୍କର ମୁଗ ରଖୁଛନ୍ତି ତାହେଲେ ଆପଣ 12 କେଜିରୁ 13 କେଜି ଆପଣ ନେଇପାରିବେ। ନେଇ ଆପଣଙ୍କ ଜମିରେ ସବୁଆଡ଼େ ସମାନ ଭାବରେ ପ୍ରୟୋଗ କରିଦିଅନ୍ତୁ। ସବୁଆଡ଼େ ପ୍ରୟୋଗ କରିଦେଇ ଆପଣ ରୋଟର ମାଧ୍ୟମରେ କିମ୍ବା ଲଙ୍ଗଳ ମାଧ୍ୟମରେ ଚାଷ କରିଦିଅନ୍ତୁ। ଭଲ ଭାବରେ ଗୁଣ୍ଡ କରି 2ରୁ 3 ଓଳ ଚାଷ କରିଦେବେ। 2ରୁ 3 ଓଳ ଚାଷ କରିସାରିଲା ପରେ ଆପଣ ତାକୁ ଛାଡ଼ି ଦିଅନ୍ତୁ। ଦେଖିବେ 5ରୁ 7 ଦିନ ପରେ ଗଛ ଆସିବ। ଗଛ ଆସି ସାରିଲା ପରେ
ଆପଣ ଭାବିବେନି ଯେ ଆପଣଙ୍କ କାମ ସରିଗଲା। ଆପଣ ନିୟମିତ ବିଲକୁ ଯାଇ ଦେଖନ୍ତୁ କ'ଣ କେମିତି ଲାଗୁଛି। ପ୍ରାୟତଃ ଏଥିରେ ଧଳା ମାଛିକି ଆଉ ଜଉ ପୋକ ଲାଗିବାର ସମ୍ଭାବନା ବହୁତ ଅଛି। ସେଥିପାଇଁ ଆପଣ ନିୟମିତ ଜମିକି ଯାଆନ୍ତୁ ଆଉ ଦେଖନ୍ତୁ କ'ଣ କେମିତି ରୋଗ ଲାଗୁଛି, କ'ଣ କେମିତି ଅସୁବିଧା ହେଉଛି, ଯାଇକି ଦେଖନ୍ତୁ। ଆଉ ଆପଣ ମଧ୍ୟ ତା ଦାୟିତ୍ୱ ନେଇ 2 ଥର ଚେଷ୍ଟା କରନ୍ତୁ ଯେ ପାଣି ଦେବା ପାଇଁ ଗଛରେ, ବହୁତ ବଢ଼ିଆ ରେଜଲ୍ଟ ମିଳିଥାଏ। ଆଉ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଓ ଅନେକ ପ୍ରଣାଳୀର ଭିଡ଼ିଓ ଅଲଗା ଅଲଗା ଆମେ ଏହା ସହିତ କ'ଣ ବୁଣି ପାରିବେ। ଆପଣ ସୋଲା ଚଣା ମଧ୍ୟ ଆପଣଙ୍କୁ ଏହା ସହିତ ମିଶାଇକି ମଧ୍ୟ ବୁଣି ପାରିବେ। କେମିତି କ'ଣ କରିବେ ତା ଜାଣିବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।